प्रेज द लॉर्ड आम्भମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆଜି ମୁଁ ପୁଣି ଥରେ ଆପଣମାନଙ୍କୁ ଆଜିର ଏହି ଆଲୋଚନା ମଧ୍ୟକୁ ମୁଁ ସ୍ୱାଗତ କରେ। ଆସନ୍ତୁ ଆମ୍ଭେମାନେ ଆଜି ପାପର ପ୍ରଭାବ ବିଷୟରେ କିଛି ଆଲୋଚନା କରିବା। ଆମ୍ଭେମାନେ ମଧ୍ୟ ଦୈନନ୍ଦିନ ଜୀବନରେ ଆମମାନଙ୍କର ବିଭିନ୍ନ ପରିସ୍ଥିତି ମଧ୍ୟରେ ବିଭିନ୍ନ ଅବସ୍ଥା ମଧ୍ୟରେ ଅଜାଣତରେ ଜାଣତରେ ଆମ୍ଭେମାନେ ଈଶ୍ୱରଙ୍କର ବିରୁଦ୍ଧରେ ଆମ୍ଭେମାନେ ପାପ କରିଥାଉ। ଈଶ୍ୱରଙ୍କର ଦୃଷ୍ଟିରେ ଆମ୍ଭେମାନେ ପାପ କରିଥାଉ ଆଉ ତାହାର ପ୍ରଭାବ କି ପ୍ରକାର ପଡ଼ିଥାଏ ଆମ୍ଭମାନଙ୍କ ଜୀବନ ଉପରେ, ଆମମାନଙ୍କର ପରିବାର ଉପରେ, ଆମମାନଙ୍କର ମଣ୍ଡଳୀ ଉପରେ, ତାହା ଆମ୍ଭେମାନେ ଜାଣିନଥାଉ। ତେଣୁ ଆସନ୍ତୁ ବାଇବଲରୁ ଆମେ କିଛି ବିଷୟ ଆମେ ଶିକ୍ଷା ଲାଭ କରିବା। ତେଣୁ ପ୍ରଥମ ଆଲୋଚନା ଆମେ କରିବା ଆମ୍ଭମାନଙ୍କର ଏହି ପାପ ଈଶ୍ୱର ଓ ଆମ ମଧ୍ୟରେ ଥିବା ସମ୍ପର୍କକୁ କି ପ୍ରକାର ପ୍ରଭାବିତ କରିଥାଏ ତାହା ପ୍ରଥମେ ଆମ୍ଭେମାନେ ଦୃଷ୍ଟିପାତ କରିବା। ଆମ୍ଭେମାନେ ଯେତେବେଳେ ଆଦି ପୁସ୍ତକ 3 ଅଧ୍ୟାୟ 8 ଏବଂ 9 ପଦ ପାଠ କରିବା ସେହି ସ୍ଥାନରେ ଏ ପ୍ରକାର ଲେଖା ଅଛି, ତହୁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କର ରବ ଶୁଣି ଆଦମ ଓ ତାହାଙ୍କର ଭାର୍ଯ୍ୟା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ତୟରେ ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଡାକି କହିଲେ, ତୁମ୍ଭେ କେଉଁଠାରେ? ସେ ଉତ୍ତର କଲେ, ମୁଁ ଉଦ୍ୟାନ ମଧ୍ୟରେ ତୁମ୍ଭ ରବ ଶୁଣି ଆପଣା ଉଲଗ୍ନତା ସକାଶେ ଭୀତ ହୋଇ ଲୁଚିଲି। ମୋର ପ୍ରିୟରମାନେ, ଏହି ବାକ୍ୟ ଯେତେବେଳେ ଆମ୍ଭେମାନେ ପାଠ କଲୁ ଏ ସ୍ଥାନରେ କେତେଗୋଟି ଆମେ ପଏଣ୍ଟକୁ ଦେଖିବାକୁ ପାଉଛୁ, କେତେଗୋଟି କାରଣକୁ ଆମ୍ଭେମାନେ ଦେଖିବାକୁ ପାଉଛୁ। ଯେତେବେଳେ ଆଦମ ଏଥିପୂର୍ବରୁ ସେ ସିଦ୍ଧ ଥିଲେ, ପରମେଶ୍ୱରଙ୍କ ସହିତ ସେ ସୁନ୍ଦର ଭାବରେ ସହଭାଗିତା କରୁଥିଲେ, କିନ୍ତୁ ଯେତେବେଳେ ସେ ଆଜ୍ଞା ଲଙ୍ଘନ କଲେ, ସେ ପାପ କଲେ, ବର୍ତ୍ତମାନ ସେ ପରମେଶ୍ୱରଙ୍କ ସମ୍ମୁଖକୁ ଆସିବା ପାଇଁ ସେ ଭୀତ ହେଉଛନ୍ତି, ସେ ଭୟ କରୁଛନ୍ତି। ତାର ଅର୍ଥ ପାପ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଆମମାନଙ୍କ ଜୀବନରେ ଭୟ ଉତ୍ପନ୍ନ କରେ। ଈଶ୍ୱରଙ୍କର ସେ ଉପସ୍ଥିତିକୁ ସେ ଯେତେବେଳେ ଅନୁଭବ କରୁଛନ୍ତି, ସେତେବେଳେ ସେ ନିଜକୁ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଅଯୋଗ୍ୟ ମନେ କରୁଛନ୍ତି। ପରମେଶ୍ୱର ଯେତେବେଳେ ଏଦେନ ଉଦ୍ୟାନକୁ ଆସୁଛନ୍ତି ଆଦମଙ୍କ ସହିତ ସହଭାଗିତା କରିବା ପାଇଁ, ଆଦମ କ'ଣ କରୁଛନ୍ତି? ଈଶ୍ୱରଙ୍କ ନିକଟକୁ ଯିବା ବଦଳରେ ଈଶ୍ୱରଙ୍କ ଠାରୁ ଦୂରକୁ ଚାଲି ଯାଉଛନ୍ତି। ତାର ଅର୍ଥ ପାପ ଈଶ୍ୱରଙ୍କ ଠାରୁ ଆମମାନଙ୍କୁ ସବୁବେଳେ ଆମମାନଙ୍କୁ ଅଲଗା କରିଥାଏ, ଆମମାନଙ୍କୁ ପୃଥକ କରିଥାଏ, ଈଶ୍ୱରଙ୍କ ଠାରୁ ଆମ୍ଭମାନଙ୍କୁ ଦୂରକୁ ନେଇଥାଏ। ମୋର ପ୍ରିୟରମାନେ, ବେଳେବେଳେ ଆମ୍ଭେମାନେ ଚର୍ଚ୍ଚରେ ଆଗକୁ ଯିବା ପାଇଁ, ଆଗପଟେ ବସିବା ପାଇଁ ନିଜକୁ ଅଯୋଗ୍ୟ ମନେ କରିଥାଉ। ବେଳେବେଳେ ଆମ୍ଭେମାନେ ପ୍ରାର୍ଥନା କରିବା ପାଇଁ ଯେତେବେଳେ ଆମମାନଙ୍କୁ କୁହାଯାଏ, ଆମେ ନିଜକୁ ଅଯୋଗ୍ୟ ମନେ କରିଥାଉ, କହିଥାଉ ନାଇଁ ମୁଁ ପ୍ରାର୍ଥନା କରିବି ନାହିଁ। ବେଳେବେଳେ ଆମମାନଙ୍କ ଜୀବନରେ ଏ ପ୍ରକାର ବିଷୟ ଆସିଥାଏ, ଆମେ ଚର୍ଚ୍ଚ ଉପାସନା ଯିବା ପାଇଁ ଆମ୍ଭେମାନେ ଇଚ୍ଛା ପ୍ରକାଶ କରିନଥାଉ, ଆମେ ଈଶ୍ୱରଙ୍କ ଠାରୁ ଦୂରକୁ ଯିବା ପାଇଁ ଚାହିଁଥାଉ। ଅନେକ ଆମମାନଙ୍କୁ ଡାକନ୍ତି ଆସ ଚର୍ଚ୍ଚ ଯିବା, ଉପାସନା ଯିବା, ପ୍ରାର୍ଥନାକୁ ଯିବା, କିନ୍ତୁ ଆମ୍ଭେମାନେ ଚର୍ଚ୍ଚ ଉପାସନାକୁ ଯିବା ପାଇଁ ଇଚ୍ଛା କରିନଥାଉ। ଆମେ ଜାଣିଛୁ ଯିଶାୟା ପୁସ୍ତକ ଯେତେବେଳେ 59 ଅଧ୍ୟାୟ 2 ପଦକୁ ପାଠ କରିବା, ସେହି ସ୍ଥାନରେ ଏହି ପ୍ରକାର ଲେଖାଯାଇଅଛି, ତୁମ୍ଭମାନଙ୍କର ଅପରାଧ ସବୁ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମ୍ଭମାନଙ୍କର ପାପ ସବୁ ତୁମ୍ଭମାନଙ୍କ ଠାରୁ ତାହାଙ୍କ ମୁଖ ଲୁଚାଇଅଛି। ବାସ୍ତବରେ ଆମେ ଯେତେବେଳେ ପାପ କରୁ, ସେହି ପାପ ଆମମାନଙ୍କ ମଧ୍ୟରେ ଈଶ୍ୱର ଓ ଆମ ମଧ୍ୟରେ ତାହା ବିଚ୍ଛେଦ ସୃଷ୍ଟି କରେ, ଆମମାନଙ୍କୁ ଈଶ୍ୱରଙ୍କ ଠାରୁ ଦୂରକୁ ନେଇଯାଏ। ଆଉ ଆମମାନଙ୍କର ପାପ କ'ଣ କରିଥାଏ? ଈଶ୍ୱର ଓ ଆମ ମଧ୍ୟରେ ସେ ଆଚ୍ଛାଦନ କାର୍ଯ୍ୟ କରିଥାଏ, ଯେପରି ଆମେ ଈଶ୍ୱରଙ୍କୁ ଆଉ ଦେଖିପାରିବା ନାହିଁ, ଈଶ୍ୱରଙ୍କ ନିକଟକୁ ଆଉ ଯାଇପାରିବା ନାହିଁ। ଦ୍ୱିତୀୟ ବିଷୟ ଆମ୍ଭେମାନେ ଦୃଷ୍ଟିପାତ କରିବା, ପାପ ଆମ୍ଭମାନଙ୍କ ବ୍ୟକ୍ତିଗତ ଜୀବନରେ ଏବଂ ପାରିବାରିକ ଜୀବନରେ କି ପ୍ରକାର ପ୍ରଭାବ ପକାଇଥାଏ। ଯେତେବେଳେ ଆମ୍ଭେମାନେ ଆଦି ପୁସ୍ତକ 3 ଅଧ୍ୟାୟ ପାଠ କରିବା, ସେହି ସ୍ଥାନରେ ପ୍ରାଞ୍ଜଳ ଭାବରେ ଲେଖା ଅଛି, ଯେତେବେଳେ ପ୍ରଭୁ ଆଦମଙ୍କୁ ପଚାରୁଛନ୍ତି, ଆମ୍ଭେ ଯେଉଁ ଫଳ ଖାଇବା ନିମନ୍ତେ ତୁମ୍ଭମାନଙ୍କୁ ନିଷେଧ କରିଥିଲୁ ତାହାକେ ତୁମ୍ଭେମାନେ ଖାଇଅଛ? ସେତେବେଳେ ଆଦମ କ'ଣ କହୁଛନ୍ତି ଜାଣିଛନ୍ତି? ତୁମ୍ଭେ ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗିନୀ ହେବାକୁ ଦେଇଅଛ ସେ ମୋତେ ଦିଅନ୍ତେ ମୁଁ ଖାଇଲି। ଆଦମ ନିଜର ପାପକୁ ସ୍ୱୀକାର କରୁନାହାନ୍ତି, ଆଉ କାରଣ ଦର୍ଶାଉଛନ୍ତି, ମୋ ସ୍ତ୍ରୀ ମୋତେ ଦେବାରୁ ମୁଁ ଖାଇଲି। ଅର୍ଥାତ୍ ନିଜର ଦୋଷ ସେ ମାନିବା ବଦଳରେ ଆପଣା ସ୍ତ୍ରୀଙ୍କୁ ସେ ଦୋଷାରୋପ କରୁଅଛନ୍ତି। ତାର ଅର୍ଥ ଯେଉଁ ପ୍ରେମ ଥିଲା ଆଦମ ଏବଂ ହବାଙ୍କ ମଧ୍ୟରେ, ସେହି ପ୍ରେମ ବର୍ତ୍ତମାନ ଉଣା ପଡ଼ିଅଛି। ବାସ୍ତବରେ ପାପ କ'ଣ କରିଥାଏ? ଆମମାନଙ୍କୁ ପାରିବାରିକ ଜୀବନରେ, ସ୍ୱାମୀ ସ୍ତ୍ରୀଙ୍କ ଜୀବନରେ ପାପ ସର୍ବଦା ଅଭିଯୋଗ କରିବା ପାଇଁ କାରଣ ଗୁଡ଼ାକ ଦର୍ଶାଇଥାଏ। ଆଉ ପରବର୍ତ୍ତୀ ସମୟରେ ଯେତେବେଳେ ଆମ୍ଭେମାନେ ଦୃଷ୍ଟିପାତ କରିବା, ଏହି ପାପ କ'ଣ କରିଥାଏ ଜାଣିଛନ୍ତି? ପରିବାର ମଧ୍ୟରେ ଆମମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରେ। ଯେତେବେଳେ ପରମେଶ୍ୱର ଜାଣିଲେ ହବା ଏହା କରିଅଛନ୍ତି ବୋଲି, ସେତେବେଳେ ପରମେଶ୍ୱର ହବାଙ୍କୁ କହିଲେ। ଆଦି ପୁସ୍ତକ 3 ଅଧ୍ୟାୟ 16 ପଦ ଯେତେବେଳେ ଆମେ ପାଠ କରୁ, ସେହି ସ୍ଥାନରେ ପ୍ରାଞ୍ଜଳ ଭାବରେ ଲେଖା ଅଛି, ତହୁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ
ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ଏହି ପଦକୁ ଯେତେବେଳେ ଆମ୍ଭେମାନେ ପାଠ କଲୁ ପ୍ରାଞ୍ଜଳ ଭାବରେ ଆମେ ଜାଣିପାରିଲୁ ଯେତେବେଳେ ଆଦମ ଏବଂ ହବାଙ୍କୁ ପ୍ରଭୁ ଗଢ଼ିଲେ ସେମାନଙ୍କୁ ଉଚ୍ଚା ନିଚା କରି ସେମାନଙ୍କୁ ଗଢ଼ି ନଥିଲେ। ଆଦମଙ୍କର ପଞ୍ଜରାରୁ ସେ ତାହାଙ୍କୁ ଗଢ଼ିଥିଲେ ଏଥିପାଇଁ ଯେପରି ଆଦମ ଯେତେବେଳେ ହବାଙ୍କୁ ଦେଖିପାରିବେ ସେ ଆପଣା ତୁଲ୍ୟ ତାହାଙ୍କୁ ଦେଖିପାରିବେ ଆଉ ତାହାଙ୍କ ଉପରେ ସେ କର୍ତ୍ତୃତ୍ୱ କରିବେ ନାହିଁ କିନ୍ତୁ ନିଜ ତୁଲ୍ୟ ତାହାଙ୍କୁ ପ୍ରେମ କରିବେ। କିନ୍ତୁ ଏହି ଅଧିକାର ଯାହା ହବା ପାଇବା ଦରକାର ଥିଲା ତାହା ସେ ବର୍ତ୍ତମାନ ହରାଇଛନ୍ତି। ଆଉ ସେଥିପାଇଁ ପରମେଶ୍ୱର କ'ଣ କହିଲେ ଜାଣିଛନ୍ତି? ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ ଅର୍ଥାତ୍ ଇଚ୍ଛା ରହିବ କିନ୍ତୁ ସ୍ୱାମୀ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ତାର ଅର୍ଥ ହବା ନିଜର ଅଧିକାର ପରିବାର ମଧ୍ୟରେ ଯେଉଁ ଆଦମଙ୍କ ସହିତ ସମାନତା ଥିଲା ତାହା ସେ ବର୍ତ୍ତମାନ ହରାଇ ଅଛନ୍ତି। ଆଉ ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଯେତେବେଳେ ପରିବାରକୁ ଆମେ ଦୃଷ୍ଟିପାତ କରୁ ପରିବାର ମସ୍ତକ କେବଳ ସ୍ୱାମୀ ହିଁ ଅଟନ୍ତି, ପରିବାର ମୁଖ୍ୟ ସ୍ୱାମୀ ଅଟନ୍ତି। ଯଦି ପାପ ଆସିନଥାନ୍ତା ତାହେଲେ ପରିବାର ଦୁଇ ଜଣ ସବୁ ସେମାନେ ମୁଖ୍ୟ ହୋଇଥାନ୍ତେ ଆଉ ସମାନ ଅଧିକାର ସେମାନଙ୍କର ରହିଥାନ୍ତା, ସେମାନଙ୍କ ମଧ୍ୟରେ ଉଚ୍ଚା ନିଚା ନଥାନ୍ତା। ତେର ମୋର ପ୍ରତ୍ୟେକ ଆମେ ଜାଣିବା ଦରକାର ପାପ ଆମମାନଙ୍କ ଜୀବନର ଅଧିକାରକୁ କ୍ଷର ନ କରେ। ସେ ସ୍ତ୍ରୀ ହୁଅନ୍ତୁ କି ପୁରୁଷ ହୁଅନ୍ତୁ ଆମେମାନେ ପାପ ଦ୍ୱାରା ଆମମାନଙ୍କ ଅଧିକାରକୁ କ୍ଷର ନ କରିବା ଏହି ଶିକ୍ଷାକୁ ଆମେ ଏହି ପଦରୁ ଆମେ ପ୍ରାପ୍ତ ହେଉଛୁ। ଆସନ୍ତୁ ପୁଣି ଥରେ ଆଉ ଗୋଟେ ବିଷୟ ଦୃଷ୍ଟିପାତ କରିବା। ପାପ ଏହି ସୃଷ୍ଟି ଉପରେ ଏହି ଜଗତ ଉପରେ କି ପ୍ରକାର ପ୍ରଭାବ ପକାଇଥାଏ। ଯେତେବେଳେ ଆମ୍ଭେମାନେ ଆଦି ପୁସ୍ତକ 3 ଅଧ୍ୟାୟ 17 ଓ 18 ପଦକୁ ପାଠ କରୁ ସେହି ସ୍ଥାନରେ ଏ ପ୍ରକାର ଲେଖା ଅଛି, ଆଉ ସେ ଆଦମଙ୍କୁ କହିଲେ ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ। ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା। ତୁମ୍ଭେ ଯାବଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ, ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ। ବାସ୍ତବରେ ଆଦମ ଯେତେବେଳେ ପାପ କଲେ ସେହି ପାପର ପ୍ରଭାବ ପୃଥିବୀ ଉପରେ ପଡ଼ିଲା। ଆଉ ଆଦମଙ୍କୁ ସେବା କରିବା ନିମନ୍ତେ ଆଦମଙ୍କ ନିମନ୍ତେ ଯେଉଁ ଭକ୍ଷ୍ୟ ଯୋଗାଇବା ପାଇଁ ପୃଥିବୀକୁ ଆଦେଶ କରାଯାଇଥିଲା ପ୍ରଭୁ ପ୍ରକାଶ କରନ୍ତି ତୁମ୍ଭେ ତହିଁରୁ କ୍ଲେଶରେ ଭକ୍ଷ୍ୟ ପାଇବ। ତାର ଅର୍ଥ ବର୍ତ୍ତମାନ ବଞ୍ଚିବା ନିମନ୍ତେ ଆଦମକୁ ସଂଘର୍ଷ କରିବାକୁ ପଡ଼ିବ, ତାହାକୁ ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଉ ଯେଉଁ ଭୂମି ମଧ୍ୟରେ କଣ୍ଟା ଗୋଖରା ଗଛ ନଥିଲା ସେହି ଭୂମିରେ ବର୍ତ୍ତମାନ କଣ୍ଟା ଗଛ ଉତ୍ପନ୍ନ ହେଲା। ତାର ଅର୍ଥ କଣ୍ଟା ଓ ଗୋଖରା ଗଛ ଅଭିଶାପରୁ ଉତ୍ପନ୍ନ ବୋଲି ଏହି ସ୍ଥାନରେ ଆମେ ପ୍ରାଞ୍ଜଳ ଭାବରେ ଆମେ ଜାଣିପାରୁଛୁ। ଆଜି ଯେତେବେଳେ ଆମେ ଦୃଷ୍ଟିପାତ କରିବା ଜଗତକୁ ପାପ ପରିପୂର୍ଣ୍ଣ ହୋଇଅଛି, ଲୋକମାନେ ପାପରେ ଜୀବନ ଯାପନ କରୁଛନ୍ତି ଆଉ ତାହାର ପ୍ରଭାବ ଏହି ପୃଥିବୀ ଉପରେ ଏହି ସୃଷ୍ଟି ଉପରେ ପଡ଼ିଅଛି ତାହା ମାନେ ଜାଣିବା ଦରକାର ଅଛି। କିନ୍ତୁ ମୋର ପ୍ରିୟମାନେ ଜାଣିଛନ୍ତି କି ଆମମାନଙ୍କର ପ୍ରଭୁ ଏହି ପାପ ଦ୍ୱାରା ଯେଉଁ ଅଭିଶାପ ଆସିଲା ପୃଥିବୀ ପ୍ରତି ସେ ସମସ୍ତ ଅଭିଶାପରୁ ମୁକ୍ତ କରିବା ପାଇଁ ସେ ଏହି ଜଗତ ମଧ୍ୟକୁ ଆସିଲେ। ସେଥିପାଇଁ ଯେତେବେଳେ ଆମ୍ଭେମାନେ ଗାଲାତି ପୁସ୍ତକ 3 ଅଧ୍ୟାୟ 14 ପଦକୁ ପାଠ କରୁ ସେ ସ୍ଥାନରେ ପ୍ରାଞ୍ଜଳ ଭାବରେ ଲେଖାଯାଏ ସେ ଆମ୍ଭମାନଙ୍କ ଅଭିଶାପର ମୂଲ୍ୟ ଦେଇ ସମସ୍ତ ଅଭିଶାପରୁ ଆମ୍ଭମାନଙ୍କୁ ମୁକ୍ତ। ଅଭିଶାପର ଚିହ୍ନ ସ୍ୱରୂପେ ଯୀଶୁଙ୍କର ସେହି ମସ୍ତକରେ ସେହି କଣ୍ଟାର ମୁକୁଟ ପିନ୍ଧା ଯାଇଥିଲା, କାରଣ ଯୀଶୁ ଆମ୍ଭମାନଙ୍କ ସମସ୍ତ ଅଭିଶାପକୁ ସେ ଆପଣା ଅଙ୍ଗରେ ବହିଅଛନ୍ତି। ତେଣୁ ଆସନ୍ତୁ ଯେତେବେଳେ ଆମେ ଜାଣିପାରୁଛୁ ଆମେ ପାପୀ ଅଛୁ ବୋଲି ଆଉ ଆମେ ଜାଣିପାରୁଛୁ ଆମର ସେ ପାପ ସକାଶୁ ଆମେ ଅଭିଶପ୍ତ ହୋଇଅଛୁ ବୋଲି ଆଉ ସେ ସମସ୍ତ ଅଭିଶାପରୁ ମୁକ୍ତ କରିବା ପାଇଁ କେବଳ ଗୋଟିଏ ମାତ୍ର ରାସ୍ତା ଅଛି, ସେ ହେଉଛନ୍ତି ଖ୍ରୀଷ୍ଟ ପ୍ରଭୁ। କାରଣ ସେ ହିଁ ଆପଣଙ୍କର ଏବଂ ମୋହର ଅଭିଶାପକୁ ସେ ସମସ୍ତ ପାପକୁ ଆପଣ ଅଙ୍ଗରେ ସେ ବହିଅଛନ୍ତି। ଆସନ୍ତୁ ପୁଣି ଥରେ ଆମେ ଗୋଟେ ବିଷୟକୁ ଚିନ୍ତା କରିବା, ସେହି ପାପ ମଣ୍ଡଳୀ ମଧ୍ୟରେ କି ପ୍ରକାର ପ୍ରଭାବ ପକାଇଥାଏ ତାହା ଆମେ ଦୃଷ୍ଟିପାତ କରିବା। ଯେତେବେଳେ ଆମ୍ଭେମାନେ ଜିଉସ ପୁସ୍ତକ 6 ଓ 7 ଅଧ୍ୟାୟକୁ ପାଠ କରିବା 6 ଅଧ୍ୟାୟରେ ଯେତେବେଳେ ଆମ୍ଭେମାନେ ଜିରିୟ ନଗରକୁ ଦୃଷ୍ଟିପାତ କରୁ ତାହା ଦୃଢ଼ ନଗର ଥିଲା ଏବଂ ଚତୁଃପାର୍ଶ୍ୱରେ ଦୃଢ଼ ଗଢ଼ ନିର୍ମାଣ କରାଯାଇଥିଲା, କିନ୍ତୁ ସହଜରେ ଇସ୍ରାଏଲ ଲୋକମାନେ ସେହି ସ୍ଥାନରେ ବିଜୟ ପ୍ରାପ୍ତ ହେଲେ। କିନ୍ତୁ ଯେତେବେଳେ 7 ଅଧ୍ୟାୟକୁ ଯିବା ଗୋଟେ କ୍ଷୁଦ୍ର ନଗରକୁ ଆମେ ଦେଖିବା, ଜନସଂଖ୍ୟା ଅଳ୍ପ ଥିବା ନଗର ବିଶିଷ୍ଟକୁ ଆମେ ଦେଖିବା ଅୟ ନଗରକୁ, ସେତେବେଳେ ସେହି ନଗରରେ ସେମାନେ ପରାଜିତ ହେଉଛନ୍ତି। ଏହାର କାରଣ କ'ଣ ଜାଣିଛନ୍ତି କି? ପରାଜିତ ହେବାର କାରଣ ଆଉ ଅନ୍ୟ କିଛି ନୁହଁ, ଆଖନର ସେହି ପାପ ସକାଶୁ ସେ ଯେଉଁ ଲୋଭ କଲେ ଯାହା ପରମେଶ୍ୱର ବର୍ଜିତ ରୂପେ ବିନାଶ କରିବା ପାଇଁ କହିଥିଲେ, କୌଣସି ବିଷୟ ଗ୍ରହଣ କରିବା ପାଇଁ ନିଷେଧ କରିଥିଲେ ସେ ମଧ୍ୟରୁ ସେ ଆଜ୍ଞା ଲଙ୍ଘନ କଲେ ଆଉ ସେ ଆଜ୍ଞା ଲଙ୍ଘନ କରିବା ସକାଶୁ ସେମାନଙ୍କ ପାଖରେ ଯଦ୍ୟପି ଦୃଢ଼ ନଗରକୁ ଆକ୍ରମଣ କରିବା ପାଇଁ ବହୁତ ବଡ଼ କାର୍ଯ୍ୟ କରିବା ପାଇଁ ଶକ୍ତି ରହିଛି, ତଥାପି କ୍ଷୁଦ୍ର ବିଷୟରେ ସେମାନେ ପରାଜିତ ହୋଇଅଛନ୍ତି। ତାର ଅର୍ଥ ଜଣଙ୍କର ପାପ ସମୁଦାୟ ମଣ୍ଡଳୀ ଉପରେ ସମୁଦାୟ ସେନାବାହିନୀ ଉପରେ ପ୍ରଭାବିତ କଲା।
ଆଉ ଜଣକ ପାଇଁ ସମସ୍ତେ ପରାଜିତ ହେବା ବିଷୟକୁ ଆମେ ଦୃଷ୍ଟିପାତ କରୁଛୁ। ଆଜି ଯେଉଁ ପରିବାରରେ ଆପଣମାନେ ବାସ କରନ୍ତି, ଯେଉଁ ଗାଁରେ ଆପଣମାନେ ବାସ କରନ୍ତି, ଯେଉଁ ମଣ୍ଡଳୀରେ ଆପଣମାନେ ବାସ କରନ୍ତି, ଆପଣମାନେ ଜାଣିଛନ୍ତି କି ଆପଣଙ୍କର ସେହି ଛୋଟ ଛୋଟ ପାପ, ଆପଣଙ୍କର ସେହି ଅବାଧ୍ୟତା ଆଜି ଆପଣଙ୍କ ପରିବାରକୁ ପରାଜୟ ମଧ୍ୟକୁ ନେଇଯିବ, ଆପଣଙ୍କର ସେହି ଗାଁକୁ ପରାଜୟ ମଧ୍ୟକୁ ନେଇଯିବ, ଆପଣଙ୍କର ସେହି ମଣ୍ଡଳୀକୁ ପରାଜୟ ମଧ୍ୟକୁ ନେଇଯିବ। ଆଉ ଆମେ ଜାଣିଛୁ ଆମମାନଙ୍କର ସେ ପାପ ଏହି ପୃଥିବୀକୁ ଅଭିଶପ୍ତ କରିବ, ପରିବେଶକୁ ଅଭିଶପ୍ତ କରିବ। ବାସ୍ତବରେ ଏହି ଜଗତର ଉର୍ବରତା କାହିଁକି କମିଯାଏ ଜାଣିଛନ୍ତି କି? ପାପ ସକାଶୁ। ବାଇବଲ ଯେତେବେଳେ ଆମେ ପାଠ କରୁ ଆମମାନଙ୍କର ପାପ ଭୂମିର ଉର୍ବରତାକୁ ତାହା କମାଇଥାଏ। ତେଣୁ ଆସୁ ଆମମାନଙ୍କର ଈଶ୍ୱର ଆଜି ମଧ୍ୟ ଆପଣଙ୍କୁ ଏବଂ ମୋତେ ପ୍ରେମ କରନ୍ତି। ସେ ଆମମାନଙ୍କର ପାପକୁ, ଆମମାନଙ୍କର ଅପରାଧକୁ ସେ କ୍ଷମା କରିବାକୁ ଚାହାନ୍ତି। ଆଉ ସେଥିପାଇଁ ସେ ଆମମାନଙ୍କ ପାଇଁ ରାସ୍ତା ଖୋଲିଦେଲେ, ଯେପରି ଆମେ ସମସ୍ତେ ପାପର ଅପରାଧରୁ ଆମେ ମୁକ୍ତ ହୋଇପାରିବା, ପାପର ସମସ୍ତ ଅଭିଶାପରୁ ଆମେ ମୁକ୍ତ ହୋଇପାରିବା। ଆଉ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ଯେଉଁ ଅଯୋଗ୍ୟତା ଆମମାନଙ୍କ ପାଖରେ ଥିଲା, ଈଶ୍ୱରଙ୍କ ଠାରୁ ଯେତେଜଣ ଆମେ ଦୂରକୁ ଚାଲି ଯାଇଥିଲୁ, ପୁଣି ଥରେ ଈଶ୍ୱର ଆମମାନଙ୍କୁ ତାହାଙ୍କ ନିକଟକୁ ନେବାକୁ ଚାହାନ୍ତି। ଆମମାନଙ୍କ ଠାରୁ ସେ ଅଯୋଗ୍ୟତାକୁ ଦୂର କରି ଆମମାନଙ୍କ ଜୀବନରେ ସେ ଯୋଗ୍ୟତା ଦେବାକୁ ଚାହାନ୍ତି। ଆଉ ସେଥିପାଇଁ ସେ ସମସ୍ତ କାର୍ଯ୍ୟ କରିଛନ୍ତି। ସେଥିପାଇଁ ଆସୁ ଯେତେବେଳେ ଆମେମାନେ 2 Corinthy 5:21 ପାଠ କରି ସେ ସ୍ଥାନରେ ଏହି ପ୍ରକାର ଲେଖା ଅଛି, ଯାହାଙ୍କ ଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ସେ ଆମ୍ଭମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଈଶ୍ୱରଙ୍କର ଧାର୍ମିକତା ସ୍ୱରୂପ ହେଉ। ବାସ୍ତବରେ ଯୀଶୁଖ୍ରୀଷ୍ଟଙ୍କ ଠାରେ ପାପର ଲେଶ ମାତ୍ର ବିକାର ନଥିଲା, କିନ୍ତୁ ଈଶ୍ୱର କ'ଣ କଲେ ଜାଣିଛନ୍ତି? ଆପଣଙ୍କର ପାପ ଏବଂ ମୋହର ପାପକୁ ତାହାଙ୍କ ସ୍କନ୍ଧରେ ସେ ବହାଇଲେ, ତାହାଙ୍କ ସ୍କନ୍ଧରେ ସେ ରଖିଦେଲେ। ଆଉ ଯୀଶୁ ଆମ୍ଭମାନଙ୍କର ପାପ ନିମନ୍ତେ ସେ ପାପୀ ହେଲେ, ଯେପରି ଯୀଶୁଙ୍କର ସେହି ଧାର୍ମିକତା ଦ୍ୱାରା ଈଶ୍ୱରଙ୍କ ନିକଟରେ ଆମେ ଧାର୍ମିକତା ସ୍ୱରୂପ ହେଉ। ଆଉ ଗାଲାତି ପୁସ୍ତକ 3:14 ଯେତେବେଳେ ଆମେମାନେ ପାଠ କରିବା ସେହି ସ୍ଥାନରେ ଏହି ପ୍ରକାର ଲେଖା ଅଛି, ଏଥିପାଇଁ ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମ୍ଭମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ, କାରଣ ଲେଖା ଅଛି, ଯେ କେହି ଖୁଣ୍ଟରେ ଟଙ୍ଗାଯାଏ ସେ ଅଭିଶପ୍ତ। ବାସ୍ତବରେ ଯୀଶୁଖ୍ରୀଷ୍ଟ ଆପଣା ନିମନ୍ତେ ସେ କ୍ରୁଶରେ ଟଙ୍ଗା ଯାଇନାହାନ୍ତି। ମୋର ପ୍ରିୟମାନେ, ଆପଣଙ୍କ ପାଇଁ ଏବଂ ମୋ ପାଇଁ ସେ ଆମ୍ଭମାନଙ୍କ ନିମନ୍ତେ ଅଭିଶପ୍ତ ହେଲେ ବୋଲି ଲେଖାଯାଇଛି। ଆଉ ସେ ଅଭିଶପ୍ତ ହେବା ସକାଶୁ ଆପଣ ଏବଂ ମୁଁ ଆଜି ଅଭିଶାପରୁ ମୁକ୍ତ ହୋଇଅଛୁ। ଯେଉଁ ପାପ ଦ୍ୱାରା ଆଦମଙ୍କ ଠାରୁ ଅଭିଶାପ ସମସ୍ତ ମାନବ ଜଗତ ମଧ୍ୟରେ ଥିଲା, ମାନବ ଉପରେ ରହିଥିଲା, ସେହି ଅଭିଶାପରୁ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିବା ପାଇଁ ସେ ନିଜେ ଅଭିଶପ୍ତ ହେଲେ, ଆଉ ଅଭିଶାପର ମୂଲ୍ୟ ଦେଇ ଆମମାନଙ୍କୁ ମୁକ୍ତ କଲେ ବୋଲି ପ୍ରାଞ୍ଜଳ ଭାବରେ ଲେଖାଅଛି। ଆସନ୍ତୁ ସେହି ପ୍ରଭୁ ଆଜି ଆପଣଙ୍କୁ ଏବଂ ମୋତେ ଚାହାନ୍ତି, ସେ ଆମମାନଙ୍କୁ ପ୍ରେମ କରନ୍ତି। ଯେତେବେଳେ ଆମ୍ଭେମାନେ ମାର୍କ ପୁସ୍ତକ 2:16-17 ପାଠ କରିବା ସେହି ସ୍ଥାନରେ ପ୍ରାଞ୍ଜଳ ଭାବରେ ଲେଖା ଅଛି, ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି। ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବାକୁ ଆସିନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଅଛି। ବାସ୍ତବରେ ଆଜି ଆମମାନଙ୍କର ପ୍ରଭୁ ଏହି ଜଗତ ମଧ୍ୟକୁ ଯେତେବେଳେ ଆସିଥିଲେ, ସେ ଧାର୍ମିକମାନଙ୍କ ନିମନ୍ତେ ଆସିନଥିଲେ। ମୋର ପ୍ରିୟମାନେ, ଆପଣଙ୍କ ପରି ଏବଂ ମୋ ପରି ପାପୀମାନଙ୍କୁ ଆହ୍ୱାନ କରିବା ପାଇଁ ଆସିଥିଲେ, ଆମମାନଙ୍କ ସମସ୍ତ ପାପରୁ ମୁକ୍ତ କରିବା, ଆମମାନଙ୍କୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରିବା ପାଇଁ ସେ ଆସିଥିଲେ। ତେଣୁ ଆସନ୍ତୁ ମୋର ପ୍ରିୟମାନେ, ଆଜି ଆମମାନେ ଯୀଶୁଙ୍କ ନିକଟକୁ ଯିବା। ସେ ଆମମାନଙ୍କୁ ମନୋନୀତ କରିବାକୁ ଚାହାନ୍ତି, ଆମମାନଙ୍କୁ ଆହ୍ୱାନ କରିବାକୁ ଚାହାନ୍ତି। ଆମ୍ଭମାନଙ୍କର ସେହି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନିକଟକୁ ଆସନ୍ତୁ, କାରଣ ସେ ଆପଣଙ୍କର ପାପ ଏବଂ ମୋହର ପାପ ଆପଣ ଅଙ୍ଗରେ ବହିଅଛନ୍ତି। ସେ ଆପଣଙ୍କର ଅଭିଶାପ ଏବଂ ମୋହର ଅଭିଶାପକୁ ଆପଣ ଅଙ୍ଗରେ ବହିଛନ୍ତି ଏବଂ ଆପଣର ସେହି ଧାର୍ମିକତାକୁ ସେ ଆମ ସମସ୍ତଙ୍କ ନିମନ୍ତେ ସେ ପ୍ରଦାନ କରିଅଛନ୍ତି। ଆଉ ସେ ଆମମାନଙ୍କୁ ଆଜି ଈଶ୍ୱରଙ୍କ ନିକଟରେ ଠିଆ ହେବା ପାଇଁ ଯୋଗ୍ୟତା ପ୍ରଦାନ କରିଅଛନ୍ତି। ଏ ଅଳ୍ପ ଆଲୋଚନାରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।